କଳାହାଣ୍ଡି ଜିଲ୍ଲାର ଗୋଲାମୁଣ୍ଡା ବ୍ଲକ ଅଞ୍ଚଳରେ ଗୋଟିଏ ଦିନରେ ଯାଇଛି 2 ଜଣ ଯୁବକଙ୍କର ଜୀବନ। ଜଣେ ଯୁବକର ମୃତଦେହ ଗ୍ରାମ ନିକଟ ବରଗଛରୁ ଉଦ୍ଧାର କରାଯାଇଥିବା ବେଳେ ଅନ୍ୟ ଜଣେ ଯୁବକର ମୃତଦେହ ନଦୀ ନିକଟରୁ ଉଦ୍ଧାର କରାଯାଇଛି। ମିଳିଥିବା ସୂଚନା ଅନୁଯାୟୀ ଗୋଲାମୁଣ୍ଡା ବ୍ଲକ ଅନ୍ତର୍ଗତ ବଡଚେରଗାଁ ପଞ୍ଚାୟତ ଅଧୀନସ୍ଥ ମେରମହୁଲ ଗ୍ରାମର ଭୋଳାନାଥ ଦଳାଇଙ୍କ 24 ବର୍ଷୀୟ ପୁଅ ନବୀନ ଦଳାଇ ନିଜ ଗ୍ରାମ ନିକଟରେ ପ୍ରବାହିତ ତେଲ ନଦୀକୁ ମାଛ ଧରିବା ପାଇଁ ଯାଇଥିଲେ। ହେଲେ ଗାଧୋଇବା ସମୟରେ ବାଲି ଖାଇ ଭିତରେ ପଶିଯିବା ପରେ ବାଲି ମାଟି ଅତଡ଼ା ତାଙ୍କ ଉପରେ ଚାପି ହୋଇଯିବାରୁ ଘଟଣାସ୍ଥଳରେ ହିଁ ତାଙ୍କର ମୃତ୍ୟୁ ହୋଇଥିଲା। ତେଣୁ ଏ ସମ୍ପର୍କରେ କେଗାଁ ପୁଲିସ ଖବର ପାଇ ଘଟଣାସ୍ଥଳରେ ପହଞ୍ଚି ମୃତଦେହଟିକୁ ଉଦ୍ଧାର କରିବା ପାଇଁ ଚେଷ୍ଟା କରିଥିଲେ ବି ବିଫଳ ହୋଇଥିଲେ। ପରେ ଗୋଲାମୁଣ୍ଡା ତହସିଲଦାର ଚନ୍ଦନ ନାୟକ ଓ କେଗାଁ ପୁଲିସଙ୍କ ଉପସ୍ଥିତିରେ ଭବାନୀପାଟଣା ଓ ଗୋଲାମୁଣ୍ଡା ଅଗ୍ନିଶମ ବିଭାଗର କର୍ମଚାରୀମାନେ ମିଳିତ ଉଦ୍ୟମ କରି ଦୀର୍ଘ ସମୟ ପରେ ବାଲିଖାଇ ଭିତରୁ ମୃତଦେହକୁ ଉଦ୍ଧାର କରିଥିଲେ। ସେହିପରି ଗୋଲାମୁଣ୍ଡା ଥାନା ଦଶପୁର ଫାଣ୍ଡି ଅଧୀନ କୋର୍ଲୁଭଟା ଖରିଆର ଗ୍ରାମର କୃଷ୍ଣ ସାଙ୍କ 35 ବର୍ଷୀୟ ପୁଅ ଜଜ ସାଙ୍କ ମୃତଦେହ ଦଶପୁର ବଜାର ପଡ଼ିଆ ନିକଟରେ ଥିବା ଏକ ବରଗଛରୁ ଝୁଲୁଥିବା ଅବସ୍ଥାରେ ପୁଲିସ ଉଦ୍ଧାର କରିଛି। ଏହି ଅଘଟଣ ସମ୍ପର୍କରେ ମିଳିଥିବା ସୂଚନା ଅନୁଯାୟୀ ମୃତ ଯୁବକ ଝଜସା ଦଶପୁର ଗ୍ରାମର ସ୍ୱର୍ଗତ କନ୍ଦର୍ପ ସାଙ୍କ ଝିଅକୁ ବିବାହ କରିଥିଲେ ବି ବିଚ୍ଛେଦ ହୋଇଥିଲା। ହେଲେ ସେ ତାଙ୍କର 2 ଝିଅକୁ ଦେଖିବା ପାଇଁ ଦଶପୁର ବଜାର ପଡ଼ିଆରେ ହେଉଥିବା ଲକ୍ଷ୍ମୀ ପୂଜା ଅବସରରେ ନାଟ ଦେଖିବାକୁ ନିଜ ଗାଁରୁ ଆସିଥିଲେ। ତେବେ ଦୁର୍ଭାଗ୍ୟବଶତଃ ତାଙ୍କର ମୃତଦେହ ବରଗଛରେ ଝୁଲୁଥିବା ସ୍ଥାନୀୟ ଲୋକମାନେ ଦେଖି ଦଶପୁର ପୁଲିସକୁ ଖବର ଦେଇଥିଲେ। ତେଣୁ ଦଶପୁର ପୁଲିସ ଫାଣ୍ଡି ଅଧିକାରୀ ଘଟଣାସ୍ଥଳରେ ପହଞ୍ଚିଥିବା ବେଳେ ପାରିପାର୍ଶ୍ୱିକ ସ୍ଥିତିକୁ ଦେଖି ତାଙ୍କୁ ହତ୍ୟା କରାଯାଇଥିବା ପରିବାର ଲୋକମାନେ ଅଭିଯୋଗ ଆଣିଛନ୍ତି। ଯାହାକୁ ନେଇ ଗୋଲାମୁଣ୍ଡା ପୁଲିସ 215/13-12 ରେ ଏକ ମାମଲା ରୁଜୁ କରି ଘଟଣା ସମ୍ପର୍କରେ ତଦନ୍ତ ଆରମ୍ଭ କରିଛନ୍ତି। କଳାହାଣ୍ଡି ଜିଲ୍ଲାରୁ ବିରଞ୍ଚି କରୁଆଙ୍କ ସହ ଗୋଲାମୁଣ୍ଡାରୁ ସୁରେନ୍ଦ୍ର କୁମାର ଭୋଇଙ୍କ ରିପୋର୍ଟ, କୋଣାର୍କ ଲାଇଭ୍।